ବାବାଙ୍କର ଅମୃତ ତୁଲ୍ୟ ବଚନ ଦୟାନିଧି କୃପାଳୁ ଶ୍ରୀ ସାଇ ସମର୍ଥ ଦ୍ୱାରିକାମୟରେ ଅନେକ ଥର ନିମ୍ନଲିଖିତ ଅମୃତବାଣୀ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି, ଯିଏ ମୋତେ ଅତ୍ୟଧିକ ପ୍ରେମ କରେ ସେ ସର୍ବଦା ମୋର ଦର୍ଶନ ଲାଭ କରେ। ତା ପାଇଁ ମୋ ବିନା ସାରା ସଂସାର ଶୂନ୍ୟ ପରି। ସେ କେବଳ ମୋର ଲୀଳାଗାନ ହିଁ କରେ। ସେ ସତତ ମୋର ଧ୍ୟାନ କରେ ଏବଂ ସର୍ବଦା ମୋର ନାମ ହିଁ ଜପ କରେ। ଯିଏ ପୂର୍ଣ୍ଣ ରୂପରେ ମୋର ଶରଣାଗତ ହୋଇଯାଏ ଏବଂ ସର୍ବଦା ମୋତେ ସ୍ମରଣ କରେ, ତାର ଏହି ଋଣ ମୁଁ ତାକୁ ମୁକ୍ତି ପ୍ରଦାନ କରି ପରିଶୋଧ କରିବି। ଯିଏ ମୋତେ ଚିନ୍ତନ କରିବ ଏବଂ ମୋର ପ୍ରେମ ହିଁ ଯାହାର କ୍ଷୁଧା ପିପାସା ଅଟେ ଏବଂ ଯିଏ ପ୍ରଥମେ ମୋତେ ଅର୍ପଣ ନ କରି କିଛି ଖାଏ ନାହିଁ, ମୁଁ ତାର ଅଧୀନ ଅଟେ। ଯିଏ ଏହି ପ୍ରକାର ମୋର ଶରଣ ନିଏ ସେ ମୋ ଠାରେ ଲୀନ ହୋଇଯାଏ, ଏକାକାର ହୋଇଯାଏ। ଯେପରି ନଦୀ ସମୁଦ୍ର ସହ ମିଶି ତଦାକାର ହୋଇଯାଇଥାଏ। ଅତଏବ ଗର୍ବ ଏବଂ ଅହଙ୍କାର ପରିତ୍ୟାଗ କରି ତୁମେ ମୋ ପ୍ରତି ଅର୍ଥାତ୍ ଯିଏ ତୁମର ହୃଦୟରେ ଆସୀନ ପୂର୍ଣ୍ଣ ରୂପରେ ସମର୍ପିତ ହୋଇଯିବା ଉଚିତ। ଓମ୍ ସାଇରାମ।